ଗାଡ଼ିର ଝରକାଗୁଡ଼ିକ ଦିଆଯାଇଥିଲା। ତଥାପି ବାହାରେ ପ୍ରବଳ ବର୍ଷାର ଗର୍ଜନ ଭିତରେ ସ୍ପଷ୍ଟ ଶୁଣାଯାଉଥିଲା। ଏସି ବନ୍ଦ ହୋଇଯାଇଥିଲା ଏବଂ ଭିତର ଭାଗରେ ଏକ ଅଦ୍ଭୁତ ଉତ୍ତାପ ବ୍ୟାପିଯାଇଥିଲା ପାଗରୁ ନୁହେଁ, ଦୁଇଟି ଶରୀରର ସାନ୍ନିଧ୍ୟରୁ ଜନ୍ମିତ ଏକ ଉତ୍ତାପ। ମୁଁ ସୁମିତ୍ରା ପଛ ସିଟର କୋଣରେ ଘଷି ହୋଇଥିଲି। ମୋ ଶାଢ଼ୀର ପଲ୍ଲୁ ମୋ କାନ୍ଧରୁ ଖସି ପଡ଼ିଥିଲା ଏବଂ ଝାଳର ଡୋଳା ମୋ ବେକକୁ ବହି ମୋ ବ୍ଲାଉଜର ଗଭୀରତାରେ ଅଦୃଶ୍ୟ ହୋଇଯାଉଥିଲା। ମୋ ସାମ୍ନାରେ ବସିଥିଲେ ମୋ ସ୍ୱାମୀଙ୍କ ନୂତନ ଡ୍ରାଇଭର ରାହୁଲ। ସେ ତାଙ୍କ ୟୁନିଫର୍ମ ସାର୍ଟ କାଢ଼ି ଦେଇଥିଲେ। ତାଙ୍କର ମାଂସପେଶୀ ଝାଳ ଭିଜା ଶରୀର ଗାଡ଼ିର କ୍ଷୀଣ ଆଲୋକରେ ଚମକୁଥିଲା। ତାଙ୍କ ଛାତିର କେଶ ଛାଳ ସହିତ ତାଙ୍କ ଚର୍ମ ଉପରେ ମାଡ଼ି ଯାଇଥିଲା। ସେ ହାତ ବଢ଼ାଇ ମୋ ଆଣ୍ଠୁ ଉପରେ ତାଙ୍କ ହାତ ରଖିଲେ। ତାଙ୍କର ସ୍ପର୍ଶ ଲୁହା ପରି କଠିନ ଥିଲା। ମ୍ୟାଡାମ, ସେ ବଡ଼କାଇଲେ। ତାଙ୍କ ସ୍ୱରରେ ଏକ ଆକର୍ଷଣୀୟ ନିଶା ଥିଲା। ସାହେବ ସହରକୁ ଫେରି ଆସିଛନ୍ତି। ଯେତେବେଳେ ଏହି ଜଙ୍ଗଲରେ କେବଳ ଆମେ ଦୁଇଜଣ। କାରର ଇଞ୍ଜିନ ଥଣ୍ଡା ହୋଇଯାଇଥିବ, କିନ୍ତୁ ତୁମ ଭିତରେ ଜଳୁଥିବା ନିଆଁର କଣ? ମୁଁ ଥରି ଯାଉଥିଲି। ମୁଁ ତାଙ୍କୁ ଦୂରେଇ ଦେବା ଉଚିତ ଥିଲା। ମୁଁ ଚିତ୍କାର କରିବା ଉଚିତ ଥିଲା। କିନ୍ତୁ ସେହି ସିଲ୍ ହୋଇଥିବା କାର ଭିତରେ ଫସି ରହିଥିବା ସେହି ଜଙ୍ଗଲ ଭିତରେ ଗଭୀର ମୋ ଭିତରେ ଭୟ ବୃଦ୍ଧି ପାଉଥିଲା ଏବଂ ମୋ ଶରୀରରେ ଏକ ଅଦ୍ଭୁତ ପ୍ରାଥମିକ ତୃଷା ଏକ ଭୟଙ୍କର ଆଭ୍ୟନ୍ତରୀଣ ଯୁଦ୍ଧରେ ଆବଦ୍ଧ ହୋଇଯାଇଥିଲା। ସେ ଧୀରେ ଧୀରେ ତାଙ୍କ ସିଟ୍ ପଛକୁ ଟାଣିନେଲେ। ଏହାଦ୍ୱାରା ଆମ ମଧ୍ୟରେ ରହିଥିବା ଦୂରତାର ଶେଷ ସ୍ତରକୁ ଲିଭାଇଦେଲେ। ଆଜି ରାତିରେ ଆମକୁ ଦେଖିବା ପାଇଁ କେହି ନାହାନ୍ତି ଏବଂ ଆମକୁ ଶୁଣିବା ପାଇଁ କେହି ନାହାନ୍ତି। ସେ ମୋ ମୁହଁ ପାଖକୁ ଆଉଜି ପଡ଼ିଲେ, ଏତେ ପାଖରେ ଯେ ତାଙ୍କର ଗରମ ନିଶ୍ୱାସ ମୋ ଓଠରେ ବାଜିଲା। ମୋତେ ତୁମର ଅନୁମତି ଦିଅ, କେବଳ ଆଜି ରାତି ପାଇଁ। ଏବଂ ତାପରେ ସେ କାରର ସେଣ୍ଟ୍ରାଲ ଲକି ବଟନ ଦବାଇଲେ। ସେ ରାତିରେ ସେହି କାରରେ ମୋ ସହିତ ଯାହା କଲେ ତାହା ତୁମର ଚର୍ମକୁ କୁଞ୍ଚିତ କରିବ। ବନ୍ଧୁଗଣ, ସେହି ଦୁର୍ଭାଗ୍ୟପୂର୍ଣ୍ଣ ରାତିରେ ମୁଁ ସେହି ଜଙ୍ଗଲରେ କିପରି ପହଞ୍ଚିଲି? କାହାଣୀଟି ସେହି ସକାଳେ ଆରମ୍ଭ ହୋଇଥିଲା। ମୋର ନାମ ସୁମିତ୍ରା। ମୋର ବୟସ 28 ବର୍ଷ। ମୋ ସ୍ୱାମୀ ଅମିତ ସହରର ଜଣେ ପ୍ରମୁଖ ରିଅଲ ଇଷ୍ଟେଟ୍ ଡେଭଲପର। ତାଙ୍କର ଧନ ସମ୍ପତ୍ତି ଦୃଷ୍ଟିରୁ କୌଣସି ଅଭାବ ନାହିଁ, ତାଙ୍କର କେବଳ ସମୟର ଅଭାବ ଅଛି। ଆମ ବିବାହକୁ 3 ବର୍ଷ ବିତିଗଲା, ତଥାପି ଆମର ସମ୍ପର୍କ କେବଳ ଏକ କ୍ଷଣସ୍ଥାୟୀ ଅତିଥି ହୋଇଗଲା, ଯାହା ଆମ ଶୟନ କକ୍ଷର ଚାରି କାନ୍ଥ ମଧ୍ୟରେ ସୀମିତ ଥିଲା। ଅମିତ ପାଇଁ ମୁଁ ହୁଏତ ଘର ପାଇଁ ଆଉ ଏକ ମହଙ୍ଗା ସାଜସଜ୍ଜା ସାମଗ୍ରୀ ଥିଲି। ସେ ମୋତେ ଚାହୁଁଥିଲେ, କିନ୍ତୁ ସେ ମୋତେ ପ୍ରକୃତରେ ଅନୁଭବ କରିନଥିଲେ। ସେହିଦିନ ମୋତେ ମୋ ଜେଜେମାଙ୍କ ଘରକୁ ଯିବାକୁ ପଡ଼ିଲା, ଯାହା ସହରରୁ 4ରୁ 5 ଘଣ୍ଟା ଦୂରରେ ଏକ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ। ଅମିତଙ୍କର ଏକ ଜରୁରୀ ବୈଠକ ଥିଲା, ତେଣୁ ସେ ମୋ ସହିତ ଯାଇପାରିଲେ ନାହିଁ। ସୁମିତ୍ରା, ମୁଁ ଜଣେ ନୂଆ ଡ୍ରାଇଭରଙ୍କୁ ନିଯୁକ୍ତି ଦେଇଛି। ଅମିତ ଫୋନ୍ କାଟିବା ପୂର୍ବରୁ ଫୋନ୍ ମାଧ୍ୟମରେ କହିଲେ, ରାହୁଲ ସେ ତୁମକୁ ଛାଡ଼ିଦେବେ। ସେ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ଯୁବକ। ମୁଁ ଯେତେବେଳେ ବାରଣ୍ଡାକୁ ବାହାରକୁ ପାଦ ଦେଲି, ମୁଁ ପ୍ରଥମ ଥର ପାଇଁ ରାହୁଲଙ୍କୁ ଦେଖିଲି। ସେ କୌଣସି ସାଧାରଣ ଡ୍ରାଇଭର ପରି ଦେଖାଯାଉ ନଥିଲେ। ସେ ପ୍ରାୟ 25 କିମ୍ବା 26 ବର୍ଷ ବୟସର ଦେଖାଯାଉଥିଲେ। ଉଚ୍ଚ, ତାଙ୍କର ରଙ୍ଗ ଧୂସର ଥିଲା ଏବଂ ଆଖି କେବଳ ତୁମ ସହିତ ମେଳ ଖାଉନଥିଲା, ବରଂ ତୁମ ଆତ୍ମାକୁ ଚାହିଁ ରହିଥିବା ପରି ମନେ ହେଉଥିଲା। ସେ ଖାକି ପୋଷାକ ପିନ୍ଧିଥିଲେ, ତଥାପି ତାଙ୍କ ହାତର ମାଂସପେଶୀ ତାଙ୍କ ସାର୍ଟର କପଡ଼ା ଉପରେ ଦୃଢ଼ ଭାବରେ ଟାଣି ହୋଇ ରହିଥିଲା। ନମସ୍ତେ ମାଡାମ, ସେ ଅଭିବାଦନ କଲେ। ସମ୍ମାନର ସହିତ ନଇଁ ପଡ଼ି ମୋ ପାଇଁ ଗାଡ଼ିର ପଛ ଦ୍ୱାର ଖୋଲିଲେ। ମୁଁ ଦେଖିଲି ଯେ ଯେତେବେଳେ ସେ ଦ୍ୱାର ଖୋଲା ରଖିଥିଲେ, ତାଙ୍କର ଦୃଷ୍ଟି ମୋ ମୁହଁ ଉପରେ ନ ରହି ମୋ ଶାଢ଼ୀର ପ୍ଲେଟ ଉପରେ ସ୍ଥିର ଥିଲା। ଏହା ଏତେ ତୀବ୍ର ଭେଦକ ଦୃଷ୍ଟି ଥିଲା ଯେ ମୁଁ ନିଜକୁ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିପାରିଲି ନାହିଁ। ମୁଁ କେବଳ ନୀରବରେ ମୋ ଆସନ ଗ୍ରହଣ କଲି। ଯାତ୍ରା ଆରମ୍ଭ ହେଲା। ଯେତେବେଳେ ଆମେ ସହର ସୀମା ଛାଡ଼ି ଦେଇଥିଲୁ, ଆମେ ଶୀଘ୍ର ରାଜପଥରେ ପହଞ୍ଚିଲୁ। ରାହୁଲ ନିଖୁଣ ସଠିକତା ଏବଂ ଶାନ୍ତ ଭାବରେ ଗାଡ଼ି ଚଲାଇଲେ, ତଥାପି ମୁଁ କିଛି ଅଦ୍ଭୁତ ଲକ୍ଷ୍ୟ କଲି। ସେ ବାରମ୍ବାର ପଛ ଦୃଶ୍ୟ ଦର୍ପଣକୁ ସଜାଡୁଥିଲେ। ପ୍ରଥମେ ମୁଁ ଭାବିଥିଲି ଯେ ତାଙ୍କୁ ଆମ ପଛ ରାସ୍ତା ଦେଖିବାରେ ଅସୁବିଧା ହେଉଛି, କିନ୍ତୁ ତାପରେ ମୋ ହୃଦୟରେ ଏକ ଅନୁଭବ ସୃଷ୍ଟି ହେଲା। ସେ ରାସ୍ତା ଦେଖିବା ପାଇଁ ଦର୍ପଣକୁ ସଜାଡ଼ି ନଥିଲେ, ସେ ମୋତେ ଦେଖିବା ପାଇଁ ଏହାକୁ ସଜାଡ଼ିଥିଲେ। ସେହି ଦର୍ପଣ ମାଧ୍ୟମରେ ମୁଁ ତାଙ୍କ ଆଖି ଦେଖିପାରୁଥିଲି। ସେ ନିରନ୍ତର ମୋ ଆଡ଼କୁ ଚାହିଁ ରହୁଥିଲେ। ଯେତେବେଳେ ମୁଁ ମୋର ପଲ୍ଲୁ, ମୋର ଶାଢ଼ୀର ଖୋଲା ଅଶକୁ ସଜାଡ଼ି ଦେଉଥିଲି, ଦର୍ପଣରେ ତାଙ୍କ ଆଖି ମୋ ହାତର ଗତିକୁ ଅନୁସରଣ କରୁଥିଲା। ଯେତେବେଳେ ମୁଁ ପାଣି ପିଉଥିଲି, ସେ ଦେଖୁଥିଲେ
କିପରି ବୁନ୍ଦାଗୁଡ଼ିକ ମୋ ଓଠରେ ଲାଗି ରହୁଥିଲା। ମୁଁ କ୍ରୋଧ ଏବଂ ଏକ ଅଦ୍ଭୁତ ଅସ୍ଥିର ଚିନ୍ତାର ମିଶ୍ରଣ ଅନୁଭବ କରୁଥିଲି। ମୁଁ ଏକ ଧନୀ ବିଶିଷ୍ଟ ପରିବାରର ବୋହୂ ଥିଲି। ଯେତେବେଳେ ସେ କେବଳ ଜଣେ ଚାକର ଥିଲେ, ତଥାପି ତାଙ୍କ ଦୃଷ୍ଟିର ସ୍ପଷ୍ଟ ସାହସ ମୋତେ ଗଭୀର ଭାବରେ ଅସ୍ଥିର କରିଦେଇଥିଲା। ଶେଷରେ ମୁଁ ତାଙ୍କ ସାମ୍ନା କରିବାକୁ ନିଷ୍ପତ୍ତି ନେଲି। ରାହୁଲ, ତୁମେ କେଉଁଠାରେ ଗାଡ଼ି ଚଲାଉଛ ଦେଖ। ହଁ ମାଡାମ, ମୋର କ୍ଷମା ପ୍ରାର୍ଥନା। ସେ କ୍ଷମା ପ୍ରାର୍ଥନା କଲେ, ତଥାପି ତାଙ୍କ ମୁହଁରେ ଏକ ମୃଦୁ ହସ ଲାଗି ରହିଲା, ଯେପରି କହୁଛି ମୁଁ ଧରା ପଡ଼ିଗଲି। କିନ୍ତୁ ଏହା ମଜାଦାର ଥିଲା। ଦିନ 2ଟା ଥିଲା। ପାଗ ହଠାତ୍ ପରିବର୍ତ୍ତନ ହେବାକୁ ଲାଗିଲା। ଉପରେ ଅନ୍ଧାର ମେଘ ଜମା ହୋଇଗଲା ଏବଂ ଦିନଟି ସନ୍ଧ୍ୟା ପରି ଅନ୍ଧକାରମୟ ହୋଇଗଲା। ହଠାତ୍ ରାହୁଲ ମୁଖ୍ୟ ରାଜପଥରୁ ଗାଡ଼ିଟିକୁ ଏକ କଚ୍ଚା ଅଣୁସାରିଆ ରାସ୍ତାରେ ନେଇଗଲା। ଆପଣ ଆମକୁ କେଉଁଠାକୁ ନେଉଛନ୍ତି? ଏହା ରାସ୍ତା ନୁହେଁ। ମୁଁ ଭୟଭୀତ ହୋଇ ପଚାରିଲି। ମାଡାମ, ରାଜପଥରେ ଆଗକୁ ଭୂସ୍ଖଳନ ହୋଇଛି। ଟ୍ରାଫିକ୍ ଜାମ ବହୁତ ବଡ଼। ଏହା ଏକ ସର୍ଟକଟ। ଏହା ଜଙ୍ଗଲ ମଧ୍ୟ ଦେଇଯାଏ। ଆମେ ତଥାପି ଗୋଟିଏ ଘଣ୍ଟା ମଧ୍ୟରେ ସେଠାରେ ପହଞ୍ଚିବୁ। ସେ ଉଲ୍ଲେଖନୀୟ ଶାନ୍ତତାର ସହିତ ଉତ୍ତର ଦେଲେ। ମୋର ସନ୍ଦେହ ହେଲା। ମୁଁ ମୋର ଫୋନ୍ ଯାଞ୍ଚ କଲି, କୌଣସି ନେଟୱାର୍କ ସିଗନାଲ ନଥିଲା। ଫେରି ଯାଅ ରାହୁଲ, ଆମେ ଟ୍ରାଫିକ୍ରେ ଅପେକ୍ଷା କରିବୁ। ମୁଁ ଜିଦ୍ ଧରିଲି। ମାଡାମ, ଏଠାକୁ ବୁଲିଯିବା ପାଇଁ କୌଣସି ସ୍ଥାନ ନାହିଁ। ରାସ୍ତା ବହୁତ ସଂକୀର୍ଣ୍ଣ। କେବଳ ମୋତେ ବିଶ୍ୱାସ କରନ୍ତୁ, ମୁଁ ଏଠାରେ ଆପଣଙ୍କ ସହିତ ଅଛି। ତାଙ୍କ ସ୍ୱରରେ ଏକ ଅଜବ ଭାର ଥିଲା। ମୁଁ ଏଠାରେ ଆପଣଙ୍କ ସହିତ ଅଛି। ସେ ଏପରି କହିଲେ ଯେପରି ସେ ମୋ ସ୍ୱାମୀ କେବଳ ମୋର ଡ୍ରାଇଭର ନୁହେଁ। କାରଟି ଜଙ୍ଗଲ ଭିତରକୁ ଆହୁରି ଗଭୀରକୁ ଚାଲିଗଲା। ବର୍ତ୍ତମାନ ଆମେ ଚାରିପାଖରେ ଘେରିଥିଲୁ କେବଳ ଘନ ଗଛ। ଭୂମି ଭୟଙ୍କର ଥିଲା। ଗାଡ଼ିଟି ଜୋରରେ ଝୁଲି ଝୁଲି ଉଠୁଥିଲା। ପ୍ରତ୍ୟେକ ଝଟକା ସହିତ ମୋର ଶରୀର ଦୋହଲୁଥିଲା ଏବଂ ପଛ ଦୃଶ୍ୟ ଦର୍ପଣରେ ମୁଁ ରାହୁଲଙ୍କ ଦୃଷ୍ଟିକୁ ମୋର ଗତିଶୀଳ ରୂପ ଉପରେ ନିବଦ୍ଧ ଦେଖିପାରିଲି। ଠିକ ସେହି ସମୟରେ ଏକ ମୂଷଳଧାରାର ବର୍ଷା ଆରମ୍ଭ ହେଲା। ବର୍ଷ ବର୍ଷ ଧରି ମୁଁ ଦେଖିନଥିବା ପରି ବର୍ଷା। ବାହାରେ କିଛି ଦେଖାଯାଉନଥିଲା ଏବଂ ହଠାତ୍ ଏକ ପ୍ରବଳ ଝଟକା ସହିତ ଗାଡ଼ିଟି ସ୍ଥଗିତ ହୋଇଗଲା। କ'ଣ ହେଲା? ମୋର ହୃଦୟ ଏକ ସ୍ପନ୍ଦନକୁ ଏଡ଼ାଇ ଦେଲା। ରାହୁଲ ଇଗ୍ନିସନ୍ କି ବୁଲାଇଲା। ଇଞ୍ଜିନ ଫୋଡ଼ି ହୋଇ ଗର୍ଜନ କଲା, କିନ୍ତୁ ଏହା ଆରମ୍ଭ ହେଲା ନାହିଁ। ଏହା ଦେଖାଯାଉଛି ଯେ ଇଞ୍ଜିନ ଅଧିକ ଗରମ ହୋଇଯାଇଛି ମାଡାମ, କିମ୍ବା ହୁଏତ ଆମେ କାଦୁଅରେ ଫସି ଯାଇଛନ୍ତି। ସେ କହିଲେ, ଠିକ୍ ଅଛି, ଏହାକୁ ସଜାଡ। ମୁଁ ଚେଷ୍ଟା କରିବି। ଦୟାକରି ଗାଡ଼ି ଭିତରେ ରୁହ। ରାହୁଲ ଛତା ଧରି ବାହାରକୁ ପାଦ ଦେଲେ। ସେ ବନେଟ୍ ଖୋଲିଲେ। ବର୍ଷା ଏତେ ପ୍ରବଳ ଥିଲା ଯେ 2 ମିନିଟ୍ ମଧ୍ୟରେ ସେ ସମ୍ପୂର୍ଣ୍ଣ ଓଦା ହୋଇଗଲା। ତାଙ୍କ ୟୁନିଫର୍ମ ତାଙ୍କ ଶରୀରରେ ଲାଗିଗଲା। ସେ ଭିତରକୁ ଫେରି ଆସି ଡ୍ରାଇଭର ସିଟ୍ରେ ବସିଲେ। ସେ ଜୋରରେ ନିଶ୍ୱାସ ନେଉଥିଲେ। ତାଙ୍କ କେଶରୁ ପାଣି ଟୋପା ଟୋପା ଟପକୁଥିଲା। ସେ ତାଙ୍କର ଓଦା ସାର୍ଟ ଖୋଲିବାକୁ ଲାଗିଲେ। କି ତୁମେ କ'ଣ କରୁଛ? ସେ ମୁହଁ ଫେରାଇଲେ। ମାଫ୍ କରନ୍ତୁ ମାଡାମ, ବହୁତ ଗରମ ହେଉଛି ଏବଂ ମୋର ପୋଷାକ ଓଦା। ମୁଁ ଥଣ୍ଡା ଧରିବି। ଯଦି ଆପଣଙ୍କର କିଛି ଆପତ୍ତି ନାହିଁ, ତେବେ ମୁଁ ମୋର ସାର୍ଟ ଖୋଲିପାରିବି କି? ସେ ଏପରି ପଚାରିଲେ ଯେପରି ଏହା ଦୁନିଆର ସବୁଠାରୁ ସାଧାରଣ କଥା। ମୁଁ କ'ଣ କହିପାରିବି? ମୁଁ ନା ହମ କହିଲି। ନା ନା। ସେ ତାଙ୍କ ସାର୍ଟ ଖୋଲିଦେଲେ। ଏବେ ସେ କେବଳ ତାଙ୍କ ଅଣ୍ଡରସାର୍ଟ ପିନ୍ଧିଥିଲେ। ତାଙ୍କ ଝାଳ ଏବଂ ବର୍ଷାର ମିଶ୍ରିତ ବାସ୍ନା ଗାଡ଼ିର ଭିତର ଭାଗକୁ ପୂର୍ଣ୍ଣ କରିଦେଲା। ବନ୍ଧୁମାନେ, ଏକ ନିର୍ଜନ ଜଙ୍ଗଲ, ମୂଷଳଧାରାରେ ବର୍ଷା, ଏକ ବନ୍ଦ ଗାଡ଼ି ଏବଂ ଜଣେ ଯୁବକ ଅର୍ଦ୍ଧନଗ୍ନ ଡ୍ରାଇଭର। ଆପଣ ନିଶ୍ଚିତ ଭାବରେ ମୋର ମନର ଅବସ୍ଥା କଳ୍ପନା କରିପାରିବେ। ମୋର ହୃଦୟ ଫସି ରହିଥିବା ପକ୍ଷୀ ପରି ଫସି ଯାଉଥିଲା। ଏହା କେବଳ ଏକ ସଂଯୋଗ ଥିଲା? ନା, ଏହା କୌଣସି ଗଭୀର ଷଡ଼ଯନ୍ତ୍ରର ଅଂଶ ଥିଲା। ଯଦି ଆପଣ ଏପର୍ଯ୍ୟନ୍ତ କାହାଣୀରେ ସସ୍ପେନ୍ସ ଏବଂ ଭୟ ଅନୁଭବ କରିଛନ୍ତି, ଦୟାକରି ଏହି ଭିଡିଓରେ ଲାଇକ୍ ବଟନ୍ ଦବାନ୍ତୁ। ଆମେ କିଛି ସମୟ ପାଇଁ ନୀରବ ରହିଲୁ। ଗାଡ଼ି ଭିତରେ ଆର୍ଦ୍ରତା ବୃଦ୍ଧି ପାଉଥିଲା। ମୋତେ ଲାଗିଲା ଯେପରି ମୁଁ ଶ୍ୱାସରୁଦ୍ଧ ହେଉଛି। ମ୍ୟାଡାମ, ମୁଁ କିଛି ପାଣି ପାଇପାରିବି କି? ମୋର ପାଣି ସରିଗଲା। ରାହୁଲ ଡ୍ରାଇଭର ସିଟ୍ରୁ ମୁହଁ ଫେରାଇ ପଚାରିଲେ। ମୁଁ ମୋର ପାଣି ବୋତଲ ତାଙ୍କ ଆଡ଼କୁ ବଢ଼ାଇଲି। ସେ ବୋତଲଟି ନେଲେ, କିନ୍ତୁ ବହୁତ ଜାଣିଶୁଣି ତାଙ୍କ ଆଙ୍ଗୁଠିଗୁଡ଼ିକ ମୋ ଉପରେ ଘଷିବାକୁ ଦେଲେ। ଏକ ଝଟକା, ଯେପରି ଏକ ବିଦ୍ୟୁତ କରେଣ୍ଟ ମୋ ହାତ ଦେଇ ବାଜିଲା। ମୁଁ ଶୀଘ୍ର ମୋ ହାତକୁ ଟାଣିନେଲି। ସେ ଏକ ପାନୀୟ ପିଇଲେ। ସେ ପିଇଲା ବେଳେ ତାଙ୍କ ବେକର ଶିରାଗୁଡ଼ିକ ଟାଣ ହୋଇ ଠିଆ ହୋଇଗଲା। କିଛି ବୁନ୍ଦା ପାଣି ତାଙ୍କ ଛାତି ଉପରେ ପଡ଼ିଲା। ସେଠାରେ କେଶରେ ଲାଗିଗଲା। ଆଃ! ସେ ବୋତଲ ରଖି ଗଭୀର ନିଶ୍ୱାସ ମାରିଲେ। ମୁଁ ପ୍ରକୃତରେ ତୃଷାର୍ତ୍ତ ଥିଲି। ତାପରେ
ସେ ପଛକୁ ଫେରିଲେ ନାହିଁ, ବରଂ ସେ ତାଙ୍କ ସିଟ୍ ଉପରେ ଆଣ୍ଠୁମାଡ଼ି ବସି ରହିଲେ। ମୋ ଆଡ଼କୁ ପଛକୁ ଚାହିଁଲେ। ମ୍ୟାଡାମ, ମୁଁ ଆପଣଙ୍କୁ କିଛି ପଚାରିବି ଯଦି ଆପଣ ଅପମାନିତ ନ ହୁଅନ୍ତି। ମୁଁ ଉତ୍ତର ଦେବା ସମୟରେ ମୋର ସ୍ୱର ଥରି ଉଠିଲା। ଏହା କ'ଣ? ତୁମର ସ୍ୱାମୀ ତୁମକୁ ଏପରି ଏକା ବାହାରକୁ କିପରି ଛାଡ଼ି ଦିଅନ୍ତି? ଏତେ ସୁନ୍ଦର ସ୍ତ୍ରୀ ଏବଂ ଏତେ ଛୋଟ ମଧ୍ୟ। ଯଦି ମୁଁ ତାଙ୍କ ସ୍ଥାନରେ ଥାନ୍ତି ତେବେ ମୁଁ ତୁମକୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ମୋ ଦୃଷ୍ଟିରୁ ଦୂରେଇ ଦେଇନଥାନ୍ତି। ତାହା ବହୁତ ଅଧିକ ଥିଲା। ସେ ସୀମା ପାର କରିଦେଇଥିଲେ। ରାହୁଲ, ତୁମର ଜିଭକୁ ସାବଧାନ ରଖ। ତୁମେ ଜଣେ ଡ୍ରାଇଭର ପରି ବ୍ୟବହାର କର। ମୁଁ କହିଲି। ସେ ଭୟଭୀତ ହୋଇନଥିଲେ, ସେ କେବଳ ହସିଲେ। ମୁଁ ଜଣେ ଡ୍ରାଇଭର ମ୍ୟାଡାମ, ସେଥିପାଇଁ ମୁଁ ଏହି କାର ଚଲାଉଛି। କିନ୍ତୁ ଏହା ଏକ କାର ହେଉ କି ମହିଳା, ଯଦି ତୁମେ ଏହାକୁ ଠିକ ଭାବରେ ପରିଚାଳନା ନ କର ତେବେ ଏହା ଗରମ ହୋଇ ରାସ୍ତା ମଝିରେ ଅଟକିଯାଏ, ଯେପରି ଆମର କାର ଏବେ ଅଟକି ଯାଇଛି ଏବଂ ହୁଏତ ତୁମେ ମଧ୍ୟ ଅଟକିଛ। ଲଜ୍ଜା ଏବଂ କ୍ରୋଧର ମିଶ୍ରଣରେ ମୋ ଗାଲ ଲାଲ ରଙ୍ଗର ହୋଇଗଲା। ଚୁପ ରୁହ, ସେଠାରୁ ବାହାରି ଯାଅ ଏବଂ କାର ସଜାଡ। ମୁଁ ନିଶ୍ଚିତ ଚେଷ୍ଟା କରୁଛି ମ୍ୟାଡାମ, କିନ୍ତୁ ଏହା ଦେଖାଯାଉଛି ଯେ ଏହି କାର ଆଜି ଆଗକୁ ବଢ଼ିବା ମୂଳରେ ନାହିଁ ଏବଂ ବାହାରେ ଝଡ଼ ହେଉଛି। ଆମକୁ ହୁଏତ ଏଠାରେ ରାତି ବିତାଇବାକୁ ପଡ଼ିପାରେ। ଏଠାରେ ଏହି ଜଙ୍ଗଲରେ ହମ ଏବଂ ଭୟ କର ନାହିଁ। ମୁଁ ତୁମ ସହିତ ଏଠାରେ ଅଛି। ସେ ତାଙ୍କ ସିଟ୍ରୁ ଉଠିଗଲେ। ମୁଁ ଭାବିଥିଲି ସେ ବାହାରକୁ ପାଦ ଦେବେ, କିନ୍ତୁ ନା, ସେ ଆଗ ସିଟ୍ ଉପରେ ଘୁଞ୍ଚିଗଲେ ଏବଂ ମୋ ପାଖରେ ପଛପଟେ ବସିଗଲେ। ମୁଁ ଏକ ଆଶ୍ଚର୍ଯ୍ୟଜନକ ଚିତ୍କାର କଲି। ମୁଁ ଦୌଡ଼ି ପଳାଇଗଲି। ଦ୍ୱାର ପାଖରେ ନିଜକୁ ସିଧା ଚାପିଦେଲି। ଆପଣ ଏଠାକୁ କାହିଁକି ଫେରି ଆସିଲେ? ଏହା ସାମ୍ନାରେ ପାଣି ଲିକ ହେଉଛି ମ୍ୟାଡାମ। ସିଟ୍ ଓଦା ହୋଇଗଲା। ତା ଛଡ଼ା ମୁଁ ଥଣ୍ଡା ଲାଗୁଛି। ମୁଁ ଟିକେ ମାନବୀୟ ଉଷ୍ମତା ବ୍ୟବହାର କରିପାରିବି। ସେ ମୋ ସିଟ୍ ପଛ ପାର୍ଶ୍ୱରେ ତାଙ୍କ ହାତ ବିସ୍ତାର କଲେ, ଯେପରି ମୋତେ ଫେରି ରହିବା ପାଇଁ ସେ ଅତ୍ୟନ୍ତ ନିକଟତର ଥିଲେ। ମୁଁ ତାଙ୍କ ଶରୀରରୁ ବିକିରଣ ହେଉଥିବା ଉତ୍ତାପ ଅନୁଭବ କରିପାରୁଥିଲି। ତାଙ୍କ ହାତର ମାଂସପେଶୀ ମୋ କାନ୍ଧରୁ କେବଳ ଗୋଟିଏ ଇଞ୍ଚ ଦୂରରେ ଥିଲା। ଦେଖ ରାହୁଲ, ଯଦି ମୋ ସ୍ୱାମୀ ଏହା ବିଷୟରେ ଜାଣିପାରନ୍ତି ତେବେ ସେ ତୁମକୁ ମାରିଦେବେ। ମୁଁ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କଲି। ସେ ମୋ କାନ ପାଖକୁ ଝୁଣ୍ଟି ପଡ଼ିଲେ। ଏବଂ ସାହେବ କିପରି ଜାଣିବେ ମ୍ୟାଡାମ? ସେ ହୁଏତ ତାଙ୍କ ବୈଠକରେ ବ୍ୟସ୍ତ କିମ୍ବା ହୁଏତ ତାଙ୍କର ଜଣେ ସଚିବଙ୍କ ସହ ବ୍ୟସ୍ତ। ଆପଣ କ'ଣ ଭାବୁଛନ୍ତି ସେ କେବେ କାମ କରିବା ବ୍ୟତୀତ ଆଉ କିଛି କରନ୍ତି କି? ତାଙ୍କର ମନ ଭାଙ୍ଗି ଯାଇଥିଲା। ମୁଁ ମଧ୍ୟ ଅମିତ ବିଷୟରେ ସନ୍ଦେହ କରିଥିଲି। ସାହେବ ଅନ୍ୟତ୍ର ତାଙ୍କର ତୃଷା ମେଣ୍ଟାନ୍ତି ମ୍ୟାଡାମ, ଏବଂ ଆପଣ ଶୁଖିଯାଇଥିବା ନଦୀପଠା ପରି। ଆପଣଙ୍କୁ କେବଳ ଏକ ବନ୍ୟା ଆବଶ୍ୟକ। ତାଙ୍କ କଥାଗୁଡ଼ିକ ମୋ କାନରେ ବିଷ ପରି ପଶିଯାଉଥିଲା। ସେ ମୋତେ ସମ୍ମୋହିତ କରୁଥିଲେ। ସେ ମୋ ଉପରେ ତାଙ୍କ ହାତ ରଖିଲେ। ତାଙ୍କ ହାତ ରୁକ୍ଷ ଥିଲା। ତୁମର ହାତ ଏତେ ନରମ, ସେ କହିଲେ। ମୋ ହାତକୁ ଚୁମ୍ବନ ପାଇଁ ଓଲଟାଇ ଦେଲେ। ମୁଁ ସ୍ତବ୍ଧ ହୋଇ ନୀରବ ହୋଇଗଲି। ମୁଁ ତାଙ୍କୁ ଚାପୁଡ଼ା ମାରିବା ଉଚିତ ଥିଲା, କିନ୍ତୁ ମୋର ଶରୀର ସହଯୋଗ କରିବାକୁ ମନା କରୁଥିଲା। ବର୍ଷ ବର୍ଷ ଧରି କୌଣସି ପୁରୁଷ ମୋତେ ଏପରି ଦେଖିନଥିଲେ। ମୋତେ ଏପରି ଛୁଇଁଲେ। ସେ ମୋ ଆଖିରେ ଅସହାୟତାର ଏକ ରୂପ ଦେଖିଲେ ଏବଂ ଏହାକୁ ସମ୍ମତି ପାଇଁ ଭୁଲ କଲେ। ମୁଁ ଜାଣେ ତୁମେ ମଧ୍ୟ ଏହା ଚାହୁଁଛ, ସେ ଫୁସ୍ଫୁସ୍ କରି କହିଲେ। ସେ ମୋର ଅନ୍ୟ ହାତକୁ ମଧ୍ୟ ଧରି ମୋତେ ତାଙ୍କ ପାଖକୁ ଟାଣିନେଲେ। ଆମ ମଧ୍ୟରେ ଆଉ କୌଣସି ଦୂରତା ରହିଲା ନାହିଁ। ରାହୁଲ, ନା, ଏହା ଭୁଲ। ମୁଁ ଦୁର୍ବଳ ସ୍ୱରରେ କହିଲି। କିଛି ଭୁଲ ନାହିଁ ସୁମିତ୍ରା ମ୍ୟାଡାମ। ହୃଦୟ ଯାହା ଚାହୁଁଛି ତାହା କିପରି ଭୁଲ ହୋଇପାରେ? ସେ ଗୋଟିଏ ହାତ ମୋ କଟି ଉପରେ ଏବଂ ଅନ୍ୟଟି ମୋ ବେକ ପଛରେ ରଖିଲେ। ସେ ମୋର କେସ୍ ଖୋଲିଦେଲେ। ତୁମେ ବହୁତ ସୁନ୍ଦର। ସେ ମୋତେ ଚୁମ୍ବନ କରିବାକୁ ଭିତରକୁ ଝୁଣ୍ଟି ପଡ଼ିଲେ। ମୁଁ ତରଳି ଯାଉଥିଲି। ମୁଁ ଆଖି ବନ୍ଦ କରିଦେଲି। ଠିକ ସେହି ସମୟରେ ତାଙ୍କର ଦୃଷ୍ଟି ହଠାତ୍ ମୋ ଶାଢ଼ୀର ପଲ୍ଲୁ ତଳେ ମୋ ଅଣ୍ଟାରେ ଥିବା ଚାବି ଗୁଚ୍ଛ ଉପରେ ପଡ଼ିଲା। ସେହି ଚାବିଗୁଡ଼ିକ ମୋ ଜେଜେମାଙ୍କ ପୈତୃକ ଘରର ସେଫ୍ ଚାବି, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କାର ପୁରୁଣା ଅଳଙ୍କାର ଥିଲା। ତାଙ୍କ ଆଖିର ଭାବ ମୁହୂର୍ତ୍ତକରେ ବଦଳିଗଲା। କାମନା, ଲୋଭ ଏବଂ ନିଷ୍ଠୁରତାର ସ୍ଥାନ ନେଇଗଲାର ମୋତେ କିସ୍ ଦେବା ପରିବର୍ତ୍ତେ ସେ ତାଙ୍କ ମୁହଁକୁ ମୋ କାନ ପାଖକୁ ଆଣିଲେ ଏବଂ ସେ ଏପରି ଶବ୍ଦ କହିଲେ ଯାହା ମୋର ରକ୍ତକୁ ଥଣ୍ଡା କରିଦେଲା। ସେ କହିଲେ, ସୁମିତ୍ରା ମ୍ୟାଡାମ, ପ୍ରେମ କେବଳ ଏକ ବାହାନା। ମୁଁ ପ୍ରକୃତରେ କେବଳ ସେହି ଧନ ହାତକୁ ନେବାକୁ ଚାହୁଁଛି। ଏବେ ସେହି ଚାବିଗୁଡ଼ିକୁ ଚୁପଚାପ ଦିଅ ଏବଂ ମୁଁ ଯାହା କରିବାକୁ ଚାହୁଁଛି ତାହା ମୋତେ କରିବାକୁ ଦିଅ। ନଚେତ୍ ଏହି ଜଙ୍ଗଲରେ
କେହି ତୁମର ଶବ ମଧ୍ୟ ପାଇବେ ନାହିଁ। ମୁଁ ଆଖି ଖୋଲିଦେଲି। ମୁଁ ଚିତ୍କାର କରିବାକୁ ଯାଉଥିଲି, କିନ୍ତୁ ସେ ମୋ ପାଟି ଉପରେ ତାଙ୍କର ଭାରି ହାତ ଚାପି ଧରି ମୋତେ ପୁଣି ସିଟ୍ ଉପରେ ବସାଇଦେଲେ। ସେ ତାଙ୍କ ପକେଟରୁ ରାମପୁରୀ ଛୁରୀ ବାହାର କରି ମୋ ଗଳାରେ ଚାପିଦେଲେ। ଆଉ ଶବ୍ଦ ନାହିଁ। ଏବେ ପ୍ରକୃତ ଖେଳ ଆରମ୍ଭ ହୁଏ। ଅନ୍ଧାର ଘନ ଥିଲା, ବର୍ଷାର ଗର୍ଜନ ଥିଲା ଏବଂ ମୋ ବେକରେ ସେହି ଥଣ୍ଡା ଛୁରୀ ଥିଲା। ବନ୍ଧୁଗଣ, ମୁଁ କିପରି ସେହି ଡ୍ରାଇଭର ପଶୁଠାରୁ ମୋର ଜୀବନ ଏବଂ ମୋ ସମ୍ମାନ ରକ୍ଷା କରିପାରିଲି? ସେ କେବଳ ଜଣେ ଡକାୟତ ଥିଲେ ନା, ଏହା ପଛରେ ମୋର ସ୍ୱାମୀ ଅମିତ ଥିଲେ। ତାହା କଣ ଏକ ହାତ ଥିଲା। ସେହି ବନ୍ଦ ଗାଡ଼ି ଭିତରେ ପରବର୍ତ୍ତୀ ଘଟଣା ଆପଣଙ୍କୁ ସମ୍ପୂର୍ଣ୍ଣ ସ୍ତବ୍ଧ କରିଦେବ। ରାତିର ଅନ୍ଧାରରେ ସେହି ବନ୍ଦ ଗାଡ଼ି ଭିତରେ ମୋର ନିଜ ନିଶ୍ୱାସ ନେବାର ଶବ୍ଦ ଏକ ପ୍ରଚଣ୍ଡ ଝଡ଼ଠାରୁ କମ ଅନୁଭବ ହେଉନଥିଲା। ଏକ ଥଣ୍ଡା ଧାରୁଆ ଛୁରୀ ମୋ ଗଳାରେ ଚାପି ହୋଇ ରହିଥିଲା ଏବଂ ମୋ ସାମ୍ନାରେ ରାହୁଲଙ୍କ ମୁହଁ ଥିଲା, ଏକ ମୁହଁ ଯାହା ଆଉ ମଣିଷ ପରି ଦେଖାଯାଉନଥିଲା, ବରଂ ରାକ୍ଷସୀ ପରି ଦେଖାଯାଉଥିଲା। ତାଙ୍କ ଆଖିରେ ଆଉ ପ୍ରେମର କୌଣସି ଅଭିନୟ ନଥିଲା, ବରଂ ସେମାନେ ଏକ ଭୋକିଲା ଗଧିଆର ନିଷ୍ଠୁରତାରେ ଚମକୁଥିଲେ। ମୋ କାନ ପାଖକୁ ଝୁଣ୍ଟି ପଡ଼ି ତାଙ୍କ ଦୁର୍ଗନ୍ଧ ମୋ ଚର୍ମ ଉପରେ ଗରମ ହୋଇ ସେ ଫୁସ୍ ଫୁସ୍ କରି କହିଲେ, ସୁମିତ୍ରା ମ୍ୟାଡାମ, ମୋର ସେହି ଚାବିଗୁଡ଼ିକ ନିଶ୍ଚୟ ରହିବ। ମୁଁ ସେଗୁଡ଼ିକୁ ନେଇଯିବି ଗୋଟିଏ ନା ଗୋଟିଏ ଉପାୟରେ, କିନ୍ତୁ ଏପରି ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାପ ହେବ। ବାହାରେ ବର୍ଷା ହେଉଛି, ରାସ୍ତା ଅବରୋଧ ହୋଇଛି, ଆମ ଆଗରେ ସାରା ରାତି ଅଛି। ପ୍ରଥମେ ମୁଁ ମୋର ତୃଷା ମେଣ୍ଟାବି, ତାପରେ ସେଫ୍ର। ତାଙ୍କର ଗୋଟିଏ ହାତ ମୋ ବ୍ଲାଉଜର ହୁକ ପାଖକୁ ପହଞ୍ଚିଲା। ମୁଁ ସଙ୍ଗେ ସଙ୍ଗେ ଅନୁଭବ କଲି ଯେ ଆଜି କାନ୍ଦିବା କିମ୍ବା ନିବେଦନ କରିବା କୌଣସି ଲାଭଦାୟକ ହେବ ନାହିଁ। ଏହି ବ୍ୟକ୍ତି ମୋତେ ଲୁଟିବା ପରେ ମୋତେ ଜୀବିତ ଛାଡ଼ିବ ନାହିଁ, କାରଣ ମୁଁ ତାର ମୁହଁ ଦେଖିଥିଲି। ମୁଁ ପୋଲିସକୁ କହିବି, ମୋର ମୃତ୍ୟୁ ଅନିବାର୍ଯ୍ୟ ଥିଲା ଏବଂ ଯେତେବେଳେ ଜଣେ ମଣିଷ ଅନୁଭବ କରେ ଯେ ସେମାନେ ମରିବାକୁ ଯାଉଛନ୍ତି, ସେମାନଙ୍କର ଭୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଯାଏ। ମୋ ଭିତରେ ଶକ୍ତିର ଏକ ଅଦ୍ଭୁତ ଲହରୀ ଜାଗ୍ରତ ହେଲା। ମୁଁ ମୋ ଆଖିକୁ ଲୁହରେ ପୂର୍ଣ୍ଣ କରିଦେଲି ଏବଂ କାର୍ଯ୍ୟ କରିବାକୁ ଲାଗିଲି। ମୁଁ ମୋର ଶରୀରକୁ ଦୁର୍ବଳ କରିଦେଲି, ଯେପରି ମୁଁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଛି। କମ୍ପିତ କଣ୍ଠରେ ମୁଁ କହିଲି, ଠିକ ଅଛି ରାହୁଲ, ମୁଁ ପ୍ରସ୍ତୁତ। ସର୍ବୋପରି ଅମିତ ମୋତେ କେବେ ପ୍ରେମ ଦେଇନାହିଁ। ଯଦି ମୁଁ ଯେକୌଣସି ପ୍ରକାରେ ମରିବାକୁ ଯାଉଛି, ତେବେ ମୁଁ ଯିବା ପୂର୍ବରୁ କେବଳ ଥରେ ଜଣେ ପୁରୁଷର ପ୍ରେମ ଅନୁଭବ କରିପାରେ। କିନ୍ତୁ ଦୟାକରି ସେହି ଛୁରୀଟିକୁ କାଢ଼ିଦିଅ। ଏହା ମୋତେ ଭୟଭୀତ କରେ। ମୋର କଥା ଶୁଣି ରାହୁଲ ସ୍ଥଗିତ ହୋଇଗଲେ। ତାଙ୍କ ମୁହଁରେ ବିଜୟର ଏକ ଝଲକ ବ୍ୟାପିଗଲା। ସେ ମୋ ଗଳାରୁ ଛୁରୀ ଉଠାଇ କାରର ଡ୍ୟାସବୋର୍ଡରେ ରଖିଲେ। ଏହା ଠିକ ସେହି ମୁହୂର୍ତ୍ତ ଥିଲା ଯାହାକୁ ମୁଁ ଅପେକ୍ଷା କରିଥିଲି। ସେ ମୋତେ ଚୁମ୍ବନ କରିବାକୁ ଲାଗିଲା। ମୁଁ ମୋର ସମସ୍ତ ଶକ୍ତି ଏକତ୍ର କଲି। ମୁଁ ତାଙ୍କ ସବୁଠାରୁ ଦୁର୍ବଳ ସ୍ଥାନରେ ମୋର ଆଣ୍ଠୁକୁ ପୂର୍ଣ୍ଣ ଶକ୍ତିରେ ଚାପିଦେଲି। ତାଙ୍କ ଓଠରୁ ଏକ ଦବିଯାଇଥିବା ଯନ୍ତ୍ରଣାଦାୟକ ଚିତ୍କାର ବାହାରି ଆସିଲା। ତାଙ୍କ ଆଖି ସେମାନଙ୍କ କଣ୍ଟାରୁ ବାହାରି ଆସିଲା। ଯନ୍ତ୍ରଣାରେ ଦ୍ୱିଗୁଣିତ ହୋଇ ସେ ସିଟ୍ ଉପରେ ପଡ଼ିଗଲେ। ମୁଁ ଗୋଟିଏ ମୁହୂର୍ତ୍ତ ମଧ୍ୟ ନଷ୍ଟ କଲି ନାହିଁ। ମୁଁ ଡ୍ୟାସବୋର୍ଡରୁ ଛୁରୀଟି କାଢ଼ି ଆଣି ଗାଡ଼ିର ଦ୍ୱାର ଖୋଲିଦେଲି। ବାହାରେ ପ୍ରବଳ ବର୍ଷା ହେଉଥିଲା। ଅନ୍ଧାର ଘନ ଏବଂ ଅଭେଦ୍ୟ ଥିଲା। ଜଙ୍ଗଲରେ ବନ୍ୟ ପ୍ରାଣୀମାନେ ଅଦ୍ଭୁତ ଭୟଙ୍କର ଶବ୍ଦ କରୁଥିଲେ। ତଥାପି ସେହି ଜଙ୍ଗଲ ମୋତେ ଗାଡ଼ି ଭିତରେ ବସିଥିବା ପଶୁ ଅପେକ୍ଷା ସୁରକ୍ଷିତ ମନେ ହେଉଥିଲା। ଖାଲି ପାଦରେ ମୁଁ କାଦୁଅ ଭିତରକୁ ଡେଇଁ ପଡ଼ି ଜଙ୍ଗଲ ଆଡ଼କୁ ଅତ୍ୟଧିକ ଦୌଡ଼ିବାକୁ ଲାଗିଲି। ମୋର ପାଦ କାଦୁଅରେ ବୁଡ଼ି ଚାଲିଗଲା। ମୋର ତଳିରେ ତୀକ୍ଷ୍ଣ ପଥର ବାଜିଲା, କିନ୍ତୁ ମୁଁ କୌଣସି ଯନ୍ତ୍ରଣା ଅନୁଭବ କଲି ନାହିଁ। ମୁଁ କେବଳ ଜାଣିଥିଲି ଯେ ମୋତେ ଦୌଡ଼ିବାକୁ ପଡ଼ିବ। ମୋ ପଛରୁ ମୁଁ ରାହୁଲଙ୍କ ଗର୍ଜନ ଶୁଣିଲି, ସେଠି ଛିଡ଼ା ହୁଅ କୁକୁର। ସେ ମୋ ପଛରେ ଆସୁଥିଲା ଏବଂ ସେ ମୋ ଅପେକ୍ଷା ଦ୍ରୁତ ଥିଲା। ମୁଁ ଏକ ଘନ ବୁଦା ପଛରେ ଲୁଚି ରହିଲି। ମୋର ହୃଦୟ ଏତେ ଜୋରରେ ଧଡ଼ୁଥିଲା ଯେ ମୁଁ ଭୟ କରୁଥିଲି ଯେ ରାହୁଲ ଏହାର ଶବ୍ଦ ଶୁଣିବ। ମୁଁ ମୋ ହାତ ମୋ ପାଟି ଉପରେ ରଖିଲି। ରାହୁଲ ଅଳ୍ପ ଦୂରରେ ଠିଆ ହୋଇଥିଲା। ତାଙ୍କ ହାତରେ ସେ ଏବେ ଏକ କାର୍ ରେଞ୍ଚି ଧରିଥିଲେ। ସେ ତାଙ୍କ ଟର୍ଚ୍ଚଲାଇଟ୍ର ବିମ ସାହାଯ୍ୟରେ ଅଞ୍ଚଳକୁ ସ୍କାନ କରୁଥିଲେ। ଝିପିଝିପି ବର୍ଷାରେ ମଧ୍ୟ ତାଙ୍କର ଭିଜା ଶରୀର ଏବଂ ରକ୍ତାକ୍ତ ଆଖି ତାଙ୍କୁ ମୃତ୍ୟୁର ଦେବତା ପରି ଦେଖାଯାଉଥିଲା। ତୁମେ କଣ ଭାବୁଛ ତୁମେ କେଉଁଠାରେ ଲୁଚିବ ମୋର ପ୍ରିୟ? ମୁଁ ତୁମ ଶରୀରର ବାସ୍ନା ପାଇପାରିବି। ସେ ଚିତ୍କାର କଲେ। ଆଜି ରାତିରେ ଏହି ଖେଳ ବହୁତ ଦିନ ଧରି ଚାଲିବ। ସେ ଧୀରେ ଧୀରେ ସେହି ବୁଦା ଆଡ଼କୁ ଆଗକୁ ବଢ଼ିବାକୁ ଲାଗିଲେ ଯେଉଁଠାରେ ମୁଁ ଲୁଚିଥିଲି। ମୁଁ ଭାବିଲି ମୋର ଶେଷରେ ଆସିଗଲା। ଠିକ ସେତିକିବେଳେ ତାଙ୍କର ଦୃଷ୍ଟି ଭୂମି ଉପରେ ପଡ଼ିଲା। ସେଠାରେ କାଦୁଅରେ
मोर पादचिह्न थिला एक पुरुणा गुंखा परी गात आड़कू से विजयी होई हसिले। तुमे पाइगल से सेही दिगरे दौड़िले, किंतु मु केवल तांकू भूल करिबा पई सेही पादचिह्न गुड़िकू सेठारे छाड़ी देइथिली। मु सेठारे आदौ नथिली। मु विपरीत दिगरे दौड़िथिली रास्ता आड़कू। मु आशा करिथिली जे हुएत एक ट्रक किंबा एक कार सेही बाट देई जाइपारे। मु जोर हसुथिबा रास्तारे पहुंचिली। मोर पोशाक अनेक स्थान रे चिरी जाइथिला एवं मु कादुअरे पिटी होईगली। रास्ता निर्जन थिला। चारिपाखरे माइल पर्यंत केही देखा जाउ नथिले। हठात जंगलरू फेरुथिबा राहुलଙ୍କ पाद शब्द मो कानरे पड़िला। से जानि परिथिले जे मु आउ गुम्फारे नाही। से फेरी आसुथिले एवं एथर से पूर्व अपेक्षा आहुरी क्रोधित थिले। मोर आखि रास्ता कड़रे पड़िथिबा एक बड़ पत्थर उपरे पड़िला। मु जानि पारिली जे दौड़ी पळाइबा काम करिब नाही, मोते युद्ध करिबाकू पड़िब। मु हातरे सेही भारी पत्थरकू धरी एक गछ पछरे लुचि रहिली। राहुल रास्ता उपरे उभा हेला। तांकर टर्चलाइट रश्मि को आगकू पछकू घुंचाइला। जेतेबेले से मो गछ पाख देई गला, मु मोर समस्त शक्ति को एकत्र करी जय मा काली चित्कार कली एवं पत्थरटीकू तांक मुंड उपरे बादेई देली। एक जंत्रणादायक शब्द हेला। से टळमळ होई सेहिठारे कादुअरे मुहम माड़ी पड़ीगला। से जंत्रणारे कई पड़ी उठिबाकू चेष्टा कला, किंतु मु पुणी सेही पत्थरटीकू तळकू आनिली। एथर तांक हातरे तांक हात छिंडी कला। से जंत्रणारे चित्कार कला। मु तांक निज छुरीकू जाहाकू मु एबे मो हातरे धरिथिली तांक गळारे चापी देली। हल नाही। मु सिही परी गर्जन कली। राहुल जी किछि मुहूर्त पूर्वरु मोते तांकर व्यक्तिगत संपत्ति भावरे व्यवहार करिथिले, एबे एक भयंकर बिलेई छुआरे परिणत होई जाइथिले। मते क्षमा कर, मु भूल कली। मते छाड़ी दियो। से फुंकी उथिला। मते सत्य कुह, तुमे कौन केवल जणे डकायत ना केही तुमकू पठाइछि? तुमे मो स्वामींक नाम काहिकी डाकिथिला? मु दाबी कली। तांक चर्मरे छुरीटीकू आहुरी जोर चापी देली। ना ना साहेब, किछि कले नाही। मु केवल लोभी होइगली। मु भाबिली तुमे एका अछ एवं मु से विषय जानिथिली, कारण मु तुम घर पूर्वरु केस करिसारिछि। मु तांको कथारे विश्वास करिपारिली नाही। ठीक सेतेबेले जंगलर नीरवताकू भेद करी दूररे एक जानर हेडलाइट देखागला। एक बड़ गाड़ी सीधा आम आड़कू आसुथिला। मु अनुभव कली जे शेषरे साहाय्य आसीगला। मु रास्ता मझिरे दौड़ी जाई मो हाथ हलैली। गाड़ीटी ठिया होई आम पाखरे अटकी गला। द्वार खोलीगला एवं किए बाहरकू गला ताहा देखिबा मात्रे मो हातरू छुरी खसीगला। एहा मो स्वामी अमित। तांको सहित 2 जण पुलिस अधिकारी थिले। मु दौड़ी जाई अमितकू मो हाथ फोपाड़ी देली। अमित, मोते बंचाओ। एही ड्राइभर। से मु अनियंत्रित कांदिबारे लागिली एवं मु कांदिबाकू लागिली। मु निरापद अनुभव कली। मो स्वामी आसी पहुंचिथिले, किंतु अमित मोते आलिंगन कले नाही, बरं से मोते दूरेई देले। तांकर भावप्रवणता पत्थर भली ठंडा थिला। से पुलिस अधिकारी मानंकू इंगित कले। अधिकारी माने राहुलंकू हाथ कड़ी पिंधाइले। अमित तांको पाखकू चलीगले। राहुल जंत्रणारे कांदुथिले। अमित राहुलंक मुहरे एक जोरदार चापुड़ा मारिले। तुमे हाड़ भंगा। मु तुमको कौन करिबाकू कहिथिली एवं तुमे प्रकृतरे कौन कल? राहुल जेउ उत्तर देइथिला ताहा मो पाद तळु माटी भांगी पकाइला। महाशय, तुमे मोते जाहा करिबाकू कहिथिल मु ठीक ताहा कली। तुमे ही कहिथिल जे मु माडामंकू जंगलकू नेई जिबा उचित, तांकू डराइबा उचित एवं देख जे से मो सहित सोइबाकू राजी कि नाही। तुमे कहिथिल जे एहा एक विश्वस्तता परीक्षा। अमित तांकू चुप करिबा पई पुणी थरे तांकू लात मारिले। चुप कर कुकुर। मु अमितकू चाहिली। मो आखिर लुह सुखी जाइथिला। कौन तुमे कौन कहुछ? विश्वस्तता परीक्षा? मु पचारिली। अमित मो दृष्टिकू एडाई देले। से मो आड़कू छाड़ी सबुठी देखिबाकू लागिले। देख सुमित्रा, मु तुमकू संदेह करुथिली। मु भाबिथिली तुमे केवल मो टंका पाई मो सहित अछ एवं मु संदेह करुथिली जे हुएत तुमर मो पछपटे कौनसी प्रेम संपर्क अछि। सेथिपाई मु राहुलंकू बसाइथिली। मु ताकू तुमकू हैरान करिबा पाई टंका देइथिली। तुमकू प्रलोभित करिबा पाई मु देखिबाकू चाहुथिली जे तुमे हार मानिब कि नाही। से आगकू बढ़िले। मु तांको गाड़ी रे एक जीपीएस ट्राकर लगाइथिली। मु तुम पछरे अनुसरण करुथिली, किंतु सेही कुकुर लोभी होइगला। से एक प्रकृत छुरी बाहर करी तुमकू लुटिबाकू चेष्टा कला। ताहा योजनार अस नथिला। मु सेठारे ठिया होई रहिली।
आश्चर्य होइगली। तेणु गाड़ीरे जहा किछि घटिथिला स्पर्श महिला मंतव्य एसबु मो स्वामींको योजना थिला। केवल देखिबाकू जे मु जणे नैतिकतार महिला कि नाही। पुलिस अधिकारी माने राहुल को नहीं जाउथिले। अमित मो पाखकू चली आसिले। से मो कांधरे तांको हाथ रखिले। आस सुमित्रा एबे सबु किछि ठीक अछि। तुमे प्रमाण करिछ जे तुमे सद्गुणर एक परमाणु। मु बहुत खुशी तुमे मोर परीक्षारे पास करिछ। एबे तुम विषय मोर कौनसी संदेह नाही। आस घरकू जिबा। से हसिबाकू चेष्टा कले। मो भितरे क्रोध ज्वालामुखी परी फुटी उठिथिला। मु जोररे अमितर हाथकू मो कांधरू छाड़ीदेली। अमितर गालरे एक जोरदार चापुड़ा बाजिला। पुलिस अधिकारी माने मध्य चाही रहिबाकू अटकी गले। एक परीक्षा तुमे मोते परीक्षारे पकाइल। मु चित्कार कली। जणे महिला जिए 3 वर्ष धरी एही चारि कांथ भितरे बंदी होई तुमको अपेक्षा करी रहिथिले, जिए तुमर उदासीनतार प्रत्येक उदाहरण को सह्य करिथिले एवं तुमे तांकर विश्वस्तता परीक्षा करुथिला एवं जणे गुंडा को परिशोध करी कम नुहे। जदि मु आजि मरी जाइथांती तेबे कौन होइथांता? जदि से प्रकृतरे मोते बलात्कार करिथांता तेबे कौन तुमे एबे भी दाबी करिथांत जे मु परीक्षारे पास करिथिली? तांको गाल को घसी अमित कहिले, ओ सुमित्रा एते नाटकीय हेबा बंद कर। एबे सरी गला नुहे कि मु तुमर स्वामी, मोर तुम उपरे अधिकार अछि। हक जाहिर करिबाकू हेले प्रथमे विश्वास रहिबा आवश्यक। अमित एवं आजि तुमे सेही विश्वास को सबुदिन पई भांगी देइछि। सेही ड्राइभर केवल टंका लोभी थिला। से जणे अपरिचित व्यक्ति थिला, किंतु तुमे मोर निज रक्त एवं मास हेबा कथा थिला। से एठारे प्रकृत पशु नुहम तुमे। मु मोर शाढ़ीर फोल्डरू चाबी गुच्छ जेजेमांक निरापदर चाबी काढ़ी अमितंक मुहं उपरे फिंगिदेली। एई तुमर धन संपत्ति निय एवं तुमर संपर्क मध्य फेराई निय। एही मुहूर्तरू एबे मु तुमठारू मुक्त। सुमित्रा मूर्ख हुळ नाही। रातिर एही समयरे तुमे केउठिकू जिबाकू चाहुछ? अमित चित्कार कला। मु पुलिस अधिकारी मानंक आडकू मुहं फेराइली। इन्स्पेक्टर मते परवर्ती सहर को लिफ्ट दरकार एवं हम एही ड्राइभर सहित मु मो स्वामींक विरुद्धरे मध्य एक एफआईआर दायर करिबाकू चाहुछि। तांक स्त्रींक जीवन को विपदरे पकाइबा एवं मानसिक निष्ठुरता सृष्टि करिबा पई इन्स्पेक्टर अमितंकू चाहिले। तापरे मो आडकू फेरी आसिले। आस माडाम मु पुलिस जीप उपरकू चढ़ी गली। अमित छिपी छिपी वर्षारे ठिया होई मो पछरे चित्कार करी चलिला। गाड़ीटी चलीगला। मु पछकू चाहिली नाही। बंधुगण, प्रेमरे संदेहर कौनसी उपचार नाही एवं जेउ स्वामी निज स्त्री को केवल परीक्षा करिबा पई अन्य पुरुषंक हातरे समर्पण करे, से स्वामी बोली कहिबार योग्य नुहे। मु कौन अमितंकू छाड़ी ठीक काम करिथिली ना? मु ताकू क्षमा करिदेबा उचित थिला। तळे थिबा मंतव्य विभागरे आपणकर मतामत निश्चित भावरे शेयर करंतु एवं जदि आपण मोर साहसर प्रशंसा करूछंती तेबे एबे एही चैनल को सब्सक्राइब करंतु।